ଯେତେବେଳେ ଆପଣମାନେ ପ୍ରତ୍ୟେକ ଦିନ ଜପ କରୁଛନ୍ତି କେଉଁ ନିୟମରେ ଜପ କରିବେ? ପ୍ରଥମ କଥା ହେଉଛି ଦର୍ଶକ ବନ୍ଧୁ, ଜପ ସାଧାରଣତଃ ଚାରି ପ୍ରକାର ଭାବରେ ରହିଛି। ପ୍ରଥମ ଜପ ହେଉଛି ନାମ ଜପ। ଆପଣମାନେ ଯାହାଙ୍କ ପାଖରେ ଶ୍ରଦ୍ଧା ରଖିଛନ୍ତି, ଯେଉଁ ଦେବୀ ଦେବତାଙ୍କୁ ଆପଣଙ୍କର ଇଷ୍ଟ ବୋଲି ଭାବୁଛନ୍ତି, ଆରାଧ୍ୟ ବୋଲି ଭାବୁଛନ୍ତି, ତାଙ୍କର ପବିତ୍ରତମ ନାମକୁ ଉଚ୍ଚାରଣ କରି ଆପଣମାନେ ପ୍ରତ୍ୟେକ ଦିନ ଜପ କରିପାରିବେ। ଏବଂ ଏଇଠି ଗୋଟିଏ କଥା ଆସେ ଯେ କେତେଥର ଆମେ ନାମ ଜପ କରିବା ଉଚିତ। ସର୍ବନିମ୍ନ ଭାବରେ ନିହାତି ଭାବରେ 11 ଥର ଆପଣମାନେ ଜପ କରିବେ। 11, 21, 51 କିମ୍ବା ଆମର ଯାହା ପୂର୍ଣ୍ଣତମ ସଂଖ୍ୟା ରହିଛି 108, ଏହି କ୍ରମରେ ଆପଣମାନେ ଜପ କରିବେ। ତେଣୁ ପ୍ରଥମଟି ହେଉଛି ନାମ ଜପ। ଯେପରିକି ଆପଣ ଯଦି ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନାମକୁ ଜପ କରିବେ, ଓମ୍ ଉଚ୍ଚାରଣ କରିବେ, ଜଗନ୍ନାଥ 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 କିମ୍ବା ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଜପ ମାଳାକୁ ଧରି, ତୁଳସୀ ମାଳା ହେଉ, ଆପଣ ପଦ୍ମବୀଜ ମାଳା ହେଉ, ଯେକୌଣସି ମାଳାକୁ ଧାରଣ କରି ଆପଣମାନେ 108 ଥର ଜପ କରିପାରିବେ, ନଚେତ 11 ଥର ବା 21 ଥର ଜପ କରିପାରିବେ, 51 ଥର ଜପ କରିବେ। ଯଦି ଆପଣମାନେ ମନ୍ତ୍ରକୁ ଜପ କରିବେ, ମନ୍ତ୍ର ଜପ ସାଧାରଣତଃ ଶ୍ରେଷ୍ଠ ଜପ ବୋଲି କୁହାଯାଏ। କାରଣ ମନ୍ତ୍ରର ଉଚ୍ଚାରଣ ଦ୍ୱାରା ଦେବୀ ଦେବତା ସନ୍ତୁଷ୍ଟ ହୋଇଥାନ୍ତି, କାରଣ ସେ ହେଉଛନ୍ତି ମନ୍ତ୍ର ପ୍ରିୟ, ସ୍ତବ ପ୍ରିୟ। ମନ୍ତ୍ର ଦ୍ୱାରା ପରବ୍ରହ୍ମ ପରମାତ୍ମା ପରମେଶ୍ୱରଙ୍କର ସଗୁଣ ସାକାର ସ୍ୱରୂପରେ ଆମେ ତାଙ୍କୁ ଯେତେବେଳେ ପୂଜା କରୁ, ସେ ଅତୀବ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ତେଣୁ ମନ୍ତ୍ର ଜପ ମଧ୍ୟ ଆପଣମାନେ କରିପାରିବେ। ଯେଉଁ ଦେବୀ ଓ ଦେବତାଙ୍କୁ ଆପଣମାନେ ପୂଜା କରୁଛନ୍ତି, ତାଙ୍କର ମନ୍ତ୍ର ଜପ କରିବାକୁ ଚାହୁଁଛନ୍ତି, ସେହି ଦେବୀ ଦେବତାଙ୍କର ମନ୍ତ୍ର ଆପଣମାନେ ଜପ କରିବେ। ସାଧାରଣ ଭାବରେ ଆମେ ଦେବାଦିଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ପଞ୍ଚାକ୍ଷରୀ ଶିବ ମନ୍ତ୍ର, ଷଡ଼ାକ୍ଷରୀ ଶିବ ମନ୍ତ୍ର, ନମଃ ଶିବାୟ, ଓମ୍ ନମଃ ଶିବାୟ ଏହାକୁ ଜପ କରିଥାଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆପଣମାନେ ଯଦି ମନ୍ତ୍ର ଜପ କରିବେ, ଓମ୍ ଶ୍ରୀ ଜଗନ୍ନାଥାୟ ନମଃ, ଓମ୍ ଲକ୍ଷ୍ମୀ ଜଗନ୍ନାଥାୟ ନମଃ, ଏହିପରି ଭାବରେ ଯେଉଁ ଯେଉଁ ମନ୍ତ୍ର ଆପଣମାନେ ଜାଣିଛନ୍ତି, ଉକ୍ତ ଦେବୀ ଦେବତାଙ୍କର ମନ୍ତ୍ରକୁ ଶୁଦ୍ଧକୃତ ଭାବରେ ଉଚ୍ଚାରଣ କରି ତା ପୂର୍ବରୁ ଓମ୍ ଲଗାଇ, ପ୍ରଣବାତ୍ମକ ବ୍ରହ୍ମ ହେଉଛି ଓମ୍ ସ୍ୱରୂପ, ତାହାର ଜପ ମଧ୍ୟ ଆପଣମାନେ କରିପାରିବେ। ତୃତୀୟ ହେଉଛି ଆପଣଙ୍କର ବୀଜ ମନ୍ତ୍ର ଜପ। ଆପଣମାନେ ଯେଉଁ ଦେବୀ ଦେବତାଙ୍କର ପୂଜା କରୁଛନ୍ତି, ତାଙ୍କର ଯଦି ବୀଜ ମନ୍ତ୍ର ଜାଣିଛନ୍ତି, ସାଧାରଣତଃ ବୀଜ ମନ୍ତ୍ର ଦ୍ୱାରା ଭୋଗ ନୈବେଦ୍ୟ ସମର୍ପଣ କରାଯାଏ ଏବଂ ପ୍ରଭୁଙ୍କର ପୂଜା ଯେତେ ସବୁ କରାଯାଏ, ବୀଜ ମନ୍ତ୍ରରେ ହିଁ ତାଙ୍କୁ ପୂଜା କରାଯାଏ। ତେଣୁ ପ୍ରଭୁଙ୍କର ଜପ ଯେତେବେଳେ ଆପଣମାନେ କରୁଛନ୍ତି ଏକାକୀ ଭାବରେ ଏବଂ ଯେତେବେଳେ ନିବୃତ୍ତ ସ୍ଥାନରେ ରହି ଜପ କରୁଛନ୍ତି, ଆପଣ ମଧ୍ୟ ବୀଜ ମନ୍ତ୍ର ଯଦି ଜାଣିଛନ୍ତି, ସେହି ଦେବୀ ଓ ଦେବତାଙ୍କର ବୀଜ ମନ୍ତ୍ରକୁ ଉଚ୍ଚାରଣ କରି ତା ପୂର୍ବରୁ ଓମ୍କୁ ଉଚ୍ଚାରଣ କରି ଆପଣ ମନ୍ତ୍ର ଜପ ମଧ୍ୟ କରିପାରିବେ। ବୀଜ ମନ୍ତ୍ରର ଜପ ତାହା ମଧ୍ୟ ଅମୋଘ ସିଦ୍ଧି ପ୍ରଦାନ କରିଥାଏ ବୋଲି ବିଶ୍ୱାସ କରାଯାଏ। ଏବଂ ଚତୁର୍ଥ ପର୍ଯ୍ୟାୟ ହେଉଛି ଆପଣଙ୍କର ଗାୟତ୍ରୀ ମନ୍ତ୍ର ଜପ। ସାଧାରଣତଃ ଆମର ଗାୟତ୍ରୀ ମନ୍ତ୍ର ଜପକୁ ଶ୍ରେଷ୍ଠ ବୋଲି କୁହାଯାଏ।